ଦେଖନ୍ତୁ ଦର୍ଶକ ବନ୍ଧୁ କେତେ ସୁନ୍ଦର ମୌସୁମୀ କେତେ ସୁନ୍ଦର ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଏଇଠି ଗୋଟେ ଆମ୍ବ ଗଛ ଅଛି। ଦେଖନ୍ତୁ ଆମ୍ବ ଗଛକୁ ଦେଖିଲା ବେଳକୁ ଖୁସି ଲାଗୁଛି। ଆଉ ଏଇଟା ହେଉଛି ଭୁବନେଶ୍ୱରର ଓଲ୍ଡ ଟାଉନ୍ ଏରିଆ। ଦେଖନ୍ତୁ ଏ ଭୁବନେଶ୍ୱରରେ ଏମିତି ଦୃଶ୍ୟ ଗଛ ପତ୍ର ମାନେ ଏଇ ଯେଉଁ ସବୁଜିମା ଭରା ଆପଣଙ୍କୁ ଦେଖିବାକୁ ମିଳିବନି, ଖାଲି କଂକ୍ରିଟ ସହର। କିନ୍ତୁ ଇଏ ଏରିଆ ଓଲ୍ଡ ଟାଉନ୍ ଲିଙ୍ଗରାଜଙ୍କର ଏରିଆ। ଏଠି ଦେଖନ୍ତୁ ମୁଁ ବାଲକୋନିରେ ଛିଡ଼ା ହେଇକି ଭିଡ଼ିଓ କରୁଛି, କେତେ ସୁନ୍ଦର ଲାଗୁଛି, କେତେ ଭଲ ଲାଗୁଛି। ଦେଖନ୍ତୁ ଦର୍ଶକ ବନ୍ଧୁ, ଏଠି ଗୋଟେ ଆମ୍ବ ଗଛ। ଏମିତି ଆପଣଙ୍କୁ ଯଦି ମୁଁ ଦେଖେଇବି ତାହେଲେ ରାସ୍ତାଟା ସେଠି ଗୋଟେ ବିଲ୍ଡିଂ ଅଛି ହେଲା। ତଳେ ଦେଖନ୍ତୁ ଗାଡ଼ି ଆସୁଛି। ଏ ଦେଖନ୍ତୁ କେତେ ସୁନ୍ଦର ବାଲକୋନି ହେଇଛି, ବଢ଼ିଆ ବାଲକୋନି ହେଇଛି ହେଲା। ଏଇ ଗାଡ଼ି ଆସୁଛି। ଆଉ ଆପଣଙ୍କୁ ଏ ଭିଡ଼ିଓ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ପ୍ରକୃତିକୁ ଆପଣ ଯଦି ଭଲ ପାଉଥିବେ, ପ୍ରକୃତି ପ୍ରେମୀ ଯଦି ହେଇଥିବେ, ତାହେଲେ ଦର୍ଶକ ବନ୍ଧୁ ନିହାତି ଗୋଟେ ଗୋଟେ ଗଛ ଲଗାନ୍ତୁ। ଗଛ ଆମର ପ୍ରକୃତ ବନ୍ଧୁ। ଗଛ ଆମକୁ ଅକ୍ସିଜେନ୍ ଦିଏ। ତେଣୁ ଗଛ କାଟନ୍ତୁନି, ଗଛ ଲଗାନ୍ତୁ। ଆଉ ବର୍ତ୍ତମାନ ତ ଓଡ଼ିଶାର ଯେଉଁ ସିଚୁଏସନ୍, ସବୁଆଡ଼େ ପାଣି ପାଣି ହିଁ ପାଣି। ତେଣୁ ଯଦି ଦେଖିବା ବହୁତ ସାରା ଲୋକ ବର୍ତ୍ତମାନ ପାଣି ଘେରରେ ଅଛନ୍ତି। ଏମିତି ବି ହେଉଛି ତାଙ୍କୁ ଖାଇବା ନସିବ ହେଉନି। ଯଦି ଏ ପରିସ୍ଥିତିରେ ଆପଣ କେଉଁଠି ଖାଉଛନ୍ତି ବା ଖାଇବା ମିଳିଛି, ତାହେଲେ ଆପଣଙ୍କୁ ଭଗବାନଙ୍କର ଆଶୀର୍ବାଦ ଅଛି। ଭଗବାନଙ୍କୁ ଡାକନ୍ତୁ ଯେଉଁ ବନ୍ୟା ବିପନ୍ନ ଲୋକମାନେ କେମିତି ତାଙ୍କର ପରିବର୍ତ୍ତନ ଆସୁ, ସେମାନେ ପୁଣି ମୁଖ୍ୟ ମାନେ ପୂର୍ବରୁ ଯେମିତି ତାଙ୍କ ଜୀବନଶୈଳୀ ଥିଲା ସେ ଜୀବନଶୈଳୀରେ ପଳେଇ ଆସୁ। ଆଉ ଏଇ ହେଉଛି କଥା। ଆଉ ତେଣୁ ଦର୍ଶକ ବନ୍ଧୁ, କ'ଣ ଆପଣ କେଉଁ ଜିଲ୍ଲାରୁ ବିଲଙ୍ଗ କରୁଛନ୍ତି, କ'ଣ ଆପଣଙ୍କର ବର୍ତ୍ତମାନ ସଣ୍ଡେର ଆପଣଙ୍କର କ'ଣ ପ୍ଲାନିଂ ଅଛି, କମେଣ୍ଟସ୍ ମାଧ୍ୟମରେ ଜଣାଇବେ। ଦେଖନ୍ତୁ ମୁଁ ଦେଖାଉଛି ଗୋଟେ ବଗିଚା ଟାଇପ୍ର ହେଇଛି। ସେ ମଉସାଙ୍କର ଘର ତଳେ ବଗିଚାର ନଡ଼ିଆ ଗଛ ଅଛି, ବେଲ ଗଛ ଅଛି, ଆମ୍ବ ଗଛ ଅଛି। ସେଠି ଗୋଟେ ରାସ୍ତା ବି କରିଦେଇଛନ୍ତି। ଦେଖନ୍ତୁ ଗୋଟେ ପତଳା ରାସ୍ତାଟେ। ମାନେ ସେ ପ୍ରକୃତିକି ଏତେ ଭଲ ପାଆନ୍ତି, ଗଛ ଲତାଙ୍କୁ ଏତେ ଭଲ ପାଆନ୍ତି, ତାଙ୍କ ଘର ଚାରିପଟରେ ସବୁ ଗଛ ଲଗେଇଛନ୍ତି। ନଡ଼ିଆ ଗଛ, ଆମ୍ବ ଗଛ, ବେଲ ଗଛ ହେଲା। ଆଉ ସିଏ ମଉସାଙ୍କର ଗୋଟେ ଭଲ ଗୁଣ କ'ଣ, ସେ ସକାଳୁ ଆସିକି ଝାଡ଼ୁ ମାରିବେ। ମାନେ ଦାଣ୍ଡ ଫାଣ୍ଡ ଦେଖୁନାହାନ୍ତି କେତେ ପରିଷ୍କାର ତାଙ୍କ ବାଉଣ୍ଡ୍ରି ଚାରିପଟେ। ବୁଝିପାରିଲେ ନା? ତେଣୁ ଆଜି ଆପଣଙ୍କର ସଣ୍ଡେ ସ୍ପେଶାଲ୍ କ'ଣ ଅଛି କମେଣ୍ଟସ୍ ମାଧ୍ୟମରେ ଜଣାଇବେ। ଏ ଚ୍ୟାନେଲରେ ଭିଡ଼ିଓ ତ ପଡ଼ୁନଥିଲା, ତେଣୁ ବହୁତ ଦିନ ପରେ ମୁଁ ଗୋଟେ ଭାବିଲି ଯେ ଗୋଟେ ଭିଡ଼ିଓ ପକାଇଦେବା। ଆଉ କ'ଣ କରିବା ଦର୍ଶକ ବନ୍ଧୁ, ବହୁତ ବ୍ୟସ୍ତତା ଭିତରେ ରହୁଛି। ଅଫିସିଆଲି କାମ ଫାମ ସାରିକି ଆସିକି ବହୁତ ଚିଡ଼ା ଲାଗୁଛି। କିନ୍ତୁ ତାପରେ ବି ଆପଣ ଯଦି କଣ୍ଟେଣ୍ଟ କ୍ରିଏଟର୍ ହେଇଛନ୍ତି ବା ଡିଜିଟାଲରେ କାମ କରୁଛନ୍ତି ବା ୟୁଟ୍ୟୁବରେ ଆର୍ନ କରିବାକୁ ଚାହୁଁଛନ୍ତି, ବା ଆପଣଙ୍କର ଯଦି ଗୋଟେ ଡ୍ରିମ୍ ଅଛି, ଡିଜାୟାର ଅଛି, ସ୍ୱପ୍ନ ଅଛି, ତାହେଲେ ଆପଣ ଏଥିରେ କନସିଷ୍ଟେନ୍ସି ମେଣ୍ଟେନ୍ କରନ୍ତୁ। କନସିଷ୍ଟେନ୍ସି କି ଅଫ୍ ସକ୍ସେସ୍ ଦର୍ଶକ ବନ୍ଧୁ। ତେଣୁ କନସିଷ୍ଟେନ୍ସିଟା ରହିବା ବହୁତ ଜରୁରୀ। ତେଣୁ ଏଇଟା ହେଉଛି ମୋ ରୁମ୍ର ବାଲକୋନି। ମୁଁ ରହୁଛି ଦର୍ଶକ ବନ୍ଧୁ। ପୁଣି ଦେଖା ହେବ ଆଉ ଗୋଟେ ଜବରଦସ୍ତ ଭିଡ଼ିଓ ସହିତ। ସେତେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।